ଗଣତିମନ୍ତ୍ରୀ ତ ସବୁବେଳେ ଚାଲିଛି, ଚାଲିବ, ସେଟା ବଡ଼ ଜିନିଷ ନୁହଁ। ଭିତର ଗଣତିମନ୍ତ୍ରୀ ଥିବା ଦରକାର। ବାହ୍ୟ ଗଣତିମନ୍ତ୍ରୀ ଲାଭ କ'ଣ ଅଛି? ଏମିତି କରିବ ପୁଣି ବନ୍ଦ କରିଦେବେ, ଏଇ କରି ବନ୍ଦ କରିଦେବେ। ଭିତରେ ଗଣତିମନ୍ତ୍ରୀ ହେଲେ ଜଣାପଡ଼ିବ କ'ଣ ଜିନିଷ ଅଛି। ଭକ୍ତ ଚାହୁଁଛନ୍ତି ଭିତରେ କ'ଣ ଅଛି, ଭକ୍ତମାନେ ଦେଖିବାକୁ ଚାହୁଁଛନ୍ତି। ସେ ଯେଉଁ ଭିତରଟା କରିବା ଦରକାର, ଯେ ସରକାର ଭିତରଟା କରିଦେଲେ ଲୋକମାନଙ୍କର, ଭକ୍ତମାନଙ୍କର ଯିଏ ସବୁ ଅପେକ୍ଷା କରିଛନ୍ତି ତାଙ୍କର ଗୋଟେ ମନ ଖୁସି ହେବ। ଯାଇ ଭିତରେ ମହାପ୍ରଭୁଙ୍କର ଏଇଆ ଜିନିଷ ହେଲା, ଏଇଆ କଥା ହେଲା, ଏଇ କଥା ହେଲା, କିନ୍ତୁ ଭିତରଟା ହେଇପାରୁନି। ଏମାନେ କରିବେ, ତାପରେ ଆପଣଙ୍କ ଦେଖିବେ ଯାନିଯାତ୍ରା ଆସିବ, ସିଏ ପୁଣି ବନ୍ଦ ହେଇଯିବ, ପୁଣି ମାସେ ଘୁଞ୍ଚିବାଣି, ପୁଣି ଏମିତି 2 ବର୍ଷ ହେଲାଣି। ଆଜ୍ଞା, ଆପଣଙ୍କ ନିର୍ଦ୍ଦିଷ୍ଟ ଦାବି ରହୁଛି କି ପ୍ରଥମ ଭିତର ଭଣ୍ଡାର କରାଯାଉ? ପ୍ରଥମ ଭିତର ଭଣ୍ଡାର ହଉ, ବାହାର ଭଣ୍ଡାର ସବୁବେଳେ ତ ହଉଛି। ଆପଣ ଦେଖୁନାହାନ୍ତି, ବାହାର ଭଣ୍ଡାର ସବୁବେଳେ ହିଁ ହଉଛି, ଚଳନ୍ତି ସବୁବେଳେ ହଉଛି, କିନ୍ତୁ ଭିତର ଭଣ୍ଡାର ହେବା ଦରକାର। ଭିତର ଭଣ୍ଡାରକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି। ନାଟ୍ୟ ମନ୍ଦିର ଦର୍ଶନ ହେବା ଦରକାର। ଦର୍ଶନ ହେଲେ ଭକ୍ତ ଖୁସି ହେବେ। ଆଜିକାଲି ସମୟରେ ଆପଣ ଦେଖନ୍ତୁ, ଲକ୍ଷାଧିକ ଲୋକ ଆସୁଛନ୍ତି, ଆଗେ ଏତେ ଲୋକ ଆସୁନଥିଲେ। ଯେମିତି ଲୋକ, ପ୍ରତ୍ୟେକ ଲୋକ ମହାପ୍ରଭୁ ଦର୍ଶନକୁ ଯାଇପାରିବେ, ଏଇଟା ସରକାରଙ୍କ ଦୃଷ୍ଟି ଦେବା ଦରକାର।